हेलो साଙ୍ଗମାନେ स्वागत କରୁଛି ଆମ ସମସ୍ତଙ୍କ ଚ୍ୟାନେଲ। ଆଜି ଆମେ ଡିସ୍କସନ୍ କରିବାକୁ ଯାଉଛେ ନା ଅଷ୍ଟମ ଶ୍ରେଣୀର ଦ୍ୱିତୀୟ ସମାପ୍ତି ସୂଚକ ମାନ ନିର୍ଦ୍ଧାରଣର 100% ରିଅଲ୍ କୋଶ୍ଚିନ୍ ପେପର୍ ଗୁଡ଼ିକ, ଯାହାକି ଆପଣମାନଙ୍କ ପରୀକ୍ଷାରେ ଏଜିଟିଭ୍ ଦେଖିବାକୁ ମିଳିବ। ସେଥିପାଇଁ ଜଲ୍ଦିରୁ ଜଲ୍ଦି ଆପଣମାନେ ପ୍ରାକ୍ଟିସ୍ କରିଦିଅନ୍ତୁ। ଏଇଟା ହେଉଛି ଅଷ୍ଟମ ଶ୍ରେଣୀର ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ। ଏଇଟା ଭାଷା ବା ଓଡ଼ିଆର ଏଇଟା ହେଉଛି କୋଶ୍ଚିନ୍ ପେପର୍ ଗୁଡ଼ିକ ଏବଂ ପୃଷ୍ଠା ସଂଖ୍ୟା ଆପଣଙ୍କର 8 ରହୁଛି, ପ୍ରଶ୍ନ ସଂଖ୍ୟା 28 ରହୁଛି ଏବଂ ପୂର୍ଣ୍ଣ ସଂଖ୍ୟା ରହୁଛି 50। ଆପଣମାନେ ଏହାକୁ ଭଲ ଭାବରେ ପ୍ରାକ୍ଟିସ୍ କରନ୍ତୁ ଏବଂ ଏଥିରେ ଆପଣମାନଙ୍କର ନାଁ ଲେଖିବାକୁ ପଡ଼ିବ। ଏ ଯେଉଁ ଦେଇଛି ରୋଲ୍ ନମ୍ବର ଲେଖିବାକୁ ପଡ଼ିବ, ଜିଲ୍ଲା ଲେଖିବାକୁ ପଡ଼ିବ, ବ୍ଲକ୍ ଲେଖିବାକୁ ପଡ଼ିବ ଏବଂ ବିଦ୍ୟାଳୟ ନାମ ଆପଣମାନଙ୍କୁ କ'ଣ କରିବାକୁ ପଡ଼ିବ, ଲେଖିବାକୁ ପଡ଼ିବ ଏଥିରେ। ଆଉ ଯେଉଁ ସାଙ୍ଗମାନେ ଏଇ ଭିଡ଼ିଓଟିକୁ ଦେଖୁଛନ୍ତି ଜଲ୍ଦି କ'ଣ କରିଦିଅନ୍ତୁ, ଭିଡ଼ିଓଟିକୁ କ'ଣ କରିଦିଅନ୍ତୁ, ଲାଇକ୍ କରିଦିଅନ୍ତୁ। ସମସ୍ତେ କ'ଣ କରିଦିଅନ୍ତୁ, ଲାଇକ୍ କରିଦିଅନ୍ତୁ। ଆଉ ଯଦି ସାଙ୍ଗସାଥି ଅଛି କିମ୍ବା ଆପଣଙ୍କର ଗ୍ରୁପ୍ ଅଛି, ଗ୍ରୁପ୍ରେ କ'ଣ କରିଦିଅନ୍ତୁ, ସେୟାର କରିଦିଅନ୍ତୁ। ବୁଝିପାରିଲେ? ଚାଲନ୍ତୁ ଦେଖିବା ଆଜି କୋଶ୍ଚିନ୍ ଏବଂ ତା'ର ଆନ୍ସର୍ ଗୁଡ଼ିକ କ'ଣ କହିଲା। ଯିବା ଦେଖନ୍ତୁ। ଫାର୍ଷ୍ଟ କୋଶ୍ଚିନ୍ ଦେଇଛି, ଲିଙ୍ଗରାଜ ମନ୍ଦିର ଓଡ଼ିଆ ଶିଳ୍ପୀ ଅସାଧାରଣ କାରୁକାର୍ଯ୍ୟ ନିଦର୍ଶନ। ମନ୍ଦିରର ପଞ୍ଚରଥକୃତି ଓ ଉଚ୍ଚତା 147 ଫୁଟ। ମନ୍ଦିରର ମୂଳ ଅଂଶ ଚିରାକର୍ଷକ କାରୁକାର୍ଯ୍ୟ ପରିପୂର୍ଣ୍ଣ। ମନ୍ଦିର ମଧ୍ୟରେ ପ୍ରତିଷ୍ଠିତ ଦେବତା ଏବଂ କୃତିବାସଙ୍କ ନାମାନୁସାରେ ଭୁବନେଶ୍ୱରରୁ କୃତିବାସ କ୍ଷେତ୍ର ବୋଲି କୁହାଯାଏ। ଗଙ୍ଗବଂଶର ପ୍ରଥମ ରାଜା ଚୋଡ଼ଗଙ୍ଗ ଦେବଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଗଙ୍ଗବଂଶୀ ରାଜାମାନଙ୍କ ଦ୍ୱାରା କୃତିବାସ ଲିଙ୍ଗରାଜଙ୍କ ସେବା ଓ ପୂଜା ଉଦ୍ଦେଶ୍ୟ ବହୁ ଜମିବାଡ଼ି ଖଞ୍ଜାଯାଇଛି। ମନ୍ଦିରର ଗାତ୍ରରେ ଖୋଦିତ କାରୁକାର୍ଯ୍ୟ ଓଡ଼ିଆ ଧର୍ମ, ସାହିତ୍ୟ, ନୃତ୍ୟ, ନାଟ୍ୟ ଏବଂ ଜୀବନଯାତ୍ରାର ପରିଚୟ ଦିଏ। ମନ୍ଦିରର ପାର୍ଶ୍ୱ ଦେବତା ଗଣେଶ, କାର୍ତ୍ତିକେୟ ଏବଂ ପାର୍ବତୀ ମୂର୍ତ୍ତି ନିର୍ମାଣ କଳା ଅତ୍ୟନ୍ତ ରମଣୀୟ। ଦେଖିବା ସେମାନେ ଫାର୍ଷ୍ଟ କୋଶ୍ଚିନ୍ କ'ଣ ଦେଇଛି। ଫାର୍ଷ୍ଟ କୋଶ୍ଚିନ୍ ଦେଇଛି ଗଙ୍ଗବଂଶର ପ୍ରଥମ ରାଜା କିଏ ଥିଲେ। ସେ ଯେଉଁ ପ୍ୟାସେଜ୍ ଦେଇଛି ପ୍ୟାସେଜ୍ଟିକୁ ପଢ଼ିକି ଲେଖିବେ ହେଲା। ପ୍ରଥମ ରାଜା ଏଇଠି ଦେଇଛି ଚୋଡ଼ଗଙ୍ଗ ଦେବ ଥିଲେ। ଆପଣ ପଢ଼ିଲେ ସବୁ ଆନ୍ସର୍ ପାଇଯିବେ। ବୁଝିପାରିଲେ? ତାପରେ ଦେଇଛି ଲିଙ୍ଗରାଜ ମନ୍ଦିର ଗଠନ ଶୈଳୀ କିପରି ଥିଲା। ଆପଣମାନେ ଲେଖିବାକୁ ପଡ଼ିବ ଏଗୁଡ଼ାକ ସବୁ ଖୋଜିକି ଲେଖିବେ ଆ ଭିତରୁ। ତାପରେ ଯିବା, କେଉଁ ଦେବତାଙ୍କୁ ମନ୍ଦିର ପାର୍ଶ୍ୱ ଦେବତା ବୋଲି କୁହାଯାଏ। ଗଣେଶ, କାର୍ତ୍ତିକେୟ ଯେଉଁ ଥିଲେ ତାଙ୍କ ନାଁ ଲେଖିବାକୁ ପଡ଼ିବ। ଭୁବନେଶ୍ୱରର କାହିଁକି କୃତିବାସ କ୍ଷେତ୍ର ବୋଲି କୁହାଯାଏ। କୃତିବାସ କ୍ଷେତ୍ର ବୋଲି କୁହାଯାଏ ଏଇଠି ଦେଇଛି। ଆପଣମାନେ ପଢ଼ିକି ଆକୁ କ'ଣ କରିବାକୁ ପଡ଼ିବ, ଲେଖିବାକୁ ପଡ଼ିବ ଆପଣମାନଙ୍କୁ। ତାପରେ ଯିବା, ତାପରେ କୋଶ୍ଚିନ୍ କହୁଛି କ'ଣ ନା ମନ୍ଦିର କାରୁକାର୍ଯ୍ୟ ଓଡ଼ିଆ ସଂସ୍କୃତ କେଉଁ ସବୁ ଦିଗ ପ୍ରଦର୍ଶନ ପ୍ରତିଫଳିତ କରୁଛି। ସେଇ ପ୍ୟାସେଜ୍ରେ ସବୁ ଅଛି, ଆପଣମାନେ ଖାଲି ଖୋଜିକି ଲେଖିବେ। 6 ନମ୍ବରକୁ ଯିବା। 6 ନମ୍ବର କହୁଛି ଗଙ୍ଗ ବଂଶ ରାଜା ମନ୍ଦିର ସେବା ପୂଜା ଲାଗି କି ବ୍ୟବସ୍ଥା କରିଥିଲେ। ସବୁ ଏଇ ପ୍ୟାସେଜ୍ ଉପରେ ଅଛି, ଆପଣମାନେ ତାକୁ ପଢ଼ିକି ଲେଖିବେ ହେଲା। ଦେଇଛି ପଦ୍ୟ 7ରୁ 12 ପର୍ଯ୍ୟନ୍ତ ଆପଣମାନଙ୍କୁ ଉଲ୍ଲେଖ କରିବାକୁ ପଡ଼ିବ। ଧରଣୀ ଧରିଛି ଧରଣୀ ଧରାରେ ଭାର, ଖୋଳିଛି କୋଳରେ ଭବ ସଂସାର। ସତ୍ୟ ଶାନ୍ତି ଦୟା କ୍ଷମା ଆବୋରି, ଛପନାଙ୍କ ପଡ଼ି ଦିଏ ସବରି। ଧନ୍ୟ ଧନ୍ୟ ତୁମ ମା ଧରଣୀ, ସନ୍ତାନ କଷଣୀ ହୋଇ କଷଣୀ ହେଲା। ପୃଥିବୀ ଭାରକୁ କିଏ ଧାରଣ କରିଛି? ଧରଣୀ ଧାରଣ କରିଛି। ଦେଖିଲେ ଆମେ ଧରଣୀ ମାକୁ ଧନ୍ୟବାଦ କହିବାର ତାତ୍ପର୍ଯ୍ୟ କ'ଣ ନା ସେ ଯେଉଁ ଖେଳୁଛି କୋଳରେ ଭାବର ସଂସାର, ସତ୍ୟ ଶାନ୍ତି ସବୁ କଷଣ ସେ ସହୁଥିବାରୁ ବା ଆମକୁ ଧରିକି ରଖିଥିବାରୁ ତାକୁ ଆମେ ଧନ୍ୟବାଦ ଦେବା। ବକ୍ଷ ଅବିରତ ଝରେଇ ଝର କବିତାରେ ତ ଝରେଇ ଝର ମାନେ ତାର ବକ୍ଷ କହିଲେ ଶରୀରକୁ ବି ବୁଝିବା ହେଲା। ଦେଖିବେ ଆପଣମାନେ ବକ୍ଷୁ ଅବିରତ ଝରେଇ ଝର ହେଲା। ତାପରେ ଧରଣୀ ମାକୁ ଧନ୍ୟବାଦ କହିବାର ତାତ୍ପର୍ଯ୍ୟ କ'ଣ ଦେଖିବେ। ତାପରେ 10 ନମ୍ବର କହୁଛି ତୃଷାପାନି ପ୍ରାଣୀ ହୁଅଇ ସ୍ଥିର, ମାନେ ଶୋଷ ଲାଗିଲେ ପାଣି ପିଇବା ଦ୍ୱାରା ସେ ପ୍ରାଣୀମାନେ କ'ଣ ହେଇଯାଆନ୍ତି, ସ୍ଥିର ହେଇଯାଆନ୍ତି।
ତାପରେ 11 ନମ୍ବର କହୁଛି କବିତାରେ କବି କାହାର ମହିମା ବିଷୟରେ ଗାନ କରୁଛନ୍ତି ଧରଣୀ ମାତାର। ଆବୋରି ର ଶବ୍ଦ ଆପଣମାନଙ୍କୁ ଲେଖିବାକୁ ପଡ଼ିବ ଧରଣୀ ଏବଂ ଉପମା ହେଲା। ଏଗୁଡ଼ାକ ସବୁ ଆପଣମାନଙ୍କୁ କ'ଣ କରିବାକୁ ପଡ଼ିବ ଲେଖିବାକୁ ପଡ଼ିବ। ଶୂନ୍ୟ ସ୍ଥାନ ଏଗୁଡ଼ାକ ଲେଖିବାକୁ ପଡ଼ିବ। ତାପରେ ସରଳ ଭାଷାରେ ଆପଣମାନଙ୍କୁ ବୁଝିବାକୁ ଲେଖିବାକୁ କହୁଛି ନା ଇଙ୍ଗୁଦି ଦୀପ ଶିକ୍ଷା ଅନ୍ଧାର ନାସିଲା ଫୁକାରି ଆପଣମାନେ ଭଲ ଭାବରେ ଲେଖିବେ। ଏକ ପଦକରେ ଯାହାର ଧନ ନାହିଁ ସେ ହେଉଛି ନିର୍ଧନୀ ଆପଣମାନେ ଜାଣିଥିବେ ନିର୍ଧନୀ। ଅର୍ଜୁନ ତୃତୀୟ ପାଣ୍ଡବ କୁହାଯାଏ। ଏଇ ବାକ୍ୟରେ ତୃତୀୟ ପଦଟି କିଏ ନା କେଉଁ ବାଚକ ଆପଣଙ୍କୁ ଲେଖିବାକୁ ପଡ଼ିବ ସଂଖ୍ୟାବାଚକ କି ପୁରାଣବାଚକ କି ଉପରୋକ୍ତ ସମସ୍ତ ହେବ ହେଲା ଆପଣଙ୍କୁ ଦେଖିବାକୁ ପଡ଼ିବ। 17 ନମ୍ବର କହିଲା ରେଖାଙ୍କିତ ବିଶେଷ ପଦରେ ପରିବର୍ତ୍ତନ କରି ଲେଖ ଆମର ସଂସ୍କୃତି ପରମ୍ପରା ବିଶେଷ ପଦରେ ଲେଖିବାକୁ ପଡ଼ିବ ଆମ ପରମ୍ପରା ସଂସ୍କୃତି ପରମ୍ପରା। 18 ନମ୍ବର ହେଉଛି ସମ୍ପଦର ବିପରୀତ କ'ଣ। ତାପରେ ହେଉଛି 19 ନମ୍ବର ଦେଖିବା। 19 ନମ୍ବର କହିଲା ସରସୀରେ ଫୁଟି ଅଛି ପଦ୍ମ। ସରସୀ ଶବ୍ଦର ଅର୍ଥ ଆପଣଙ୍କୁ ଲେଖିବାକୁ ପଡ଼ିବ। 20 ନମ୍ବର କହିଲା ତଳେ ଦିଆଯାଇଥିବା ଶବ୍ଦ ଗୁଡ଼ିକୁ ବ୍ୟବହାର କରି ଗୋଟିଏ ବାକ୍ୟରେ ଲେଖିବାକୁ ପଡ଼ିବ। ସଲା ସୁତୁରା ଦେଇଛି। 21 ନମ୍ବର କହିଲେ ତଳେ ଯାଇଥିବ ସନ୍ଧି ବିଚ୍ଛେଦ ଦୁଃଯୁକ୍ତ ଲଭ ଦୁର୍ଲଭ ଅଯୁକ୍ତ କାଂଶ ଅଧିକାଂଶ। ତାପରେ ହେଉଛି ସ୍ୱାଧୀନ ସ୍ୱାଧୀନର ଯଦି ବିପରୀତ ଦେଖିବା ସେଇଟା ହେଉଛି ପରାଧୀନ ହେବ। ପ୍ରାଚୀନ ନବୀନ ହେବ ପ୍ରାଚୀନ ବି ହେବ ଦେଖିବେ। ତାପରେ ହେଉଛି ସ୍ନାନାଗାର ପରି ଗୋଟିଏ ଶବ୍ଦ ଲେଖିବାକୁ ପଡ଼ିବ ଆପଣମାନଙ୍କୁ। ଆଉ ଆଖି ପକାଇବା ବା ଆଖି ପକାଇବା ରୁଢ଼ିର ଅର୍ଥ କ'ଣ ଆପଣମାନେ ଦେଖିବେ ବା ନଜର ପକାଇବା। 25 ନମ୍ବର କହୁଛି ନିମ୍ନଲିଖିତ ସଳମ୍ବ ଗୁଡ଼ିକ କିଏ ବା କାହା ଉଦ୍ଦେଶ୍ୟ କୁହାଯାଇଛି ବୁଝି ଲେଖ। ମନ୍ତ୍ରାର୍ଥ ସଫଳ ସନ୍ତୁ ପୂର୍ଣ୍ଣ ଶାନ୍ତୁ ମନୋରଥ। 26 ନମ୍ବର କହୁଛି ଓକିଲ ନିଶ୍ଚୟ ନିଶ୍ଚୟ ତମ ସମସ୍ତ ଯେ ବଡ଼ ଭାଗ୍ୟବାନ ବାପା ତମର ଯେମିତି ଦେବତା ମା ମଧ୍ୟ ସେମିତି ଲକ୍ଷ୍ମୀ ସାଆନ୍ତାଣୀ ଦେଖିବେ। 27 ନମ୍ବର କହୁଛି ପ୍ରସଙ୍ଗ ମଧ୍ୟରୁ 80 ଶବ୍ଦ ମଧ୍ୟରେ କୌଣସି ଗୋଟିଏ ବିଷୟ ଲେଖିବ। ସଡ଼କ ନିରାପତ୍ତା ତୁମ ବିଦ୍ୟାଳୟ ଏବଂ ଜଳ ସଂରକ୍ଷଣ ଏ ବିଷୟରୁ ଗୋଟେ ଲେଖିବାକୁ ଆପଣଙ୍କୁ ପଡ଼ିବ 5 ମାର୍କ ପଡ଼ିବ। ଏବଂ ଗୋଟେ ରଚନା ଲେଖିବାକୁ ପଡ଼ିଛି ଯେଉଁ ଦରଖାସ୍ତ ପକାଇଛି ଆପଣମାନଙ୍କର କ'ଣ କହିଛି ନା ତୁମ ବିଦ୍ୟାଳୟରେ ଗୋଟେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ହେଉଛି ତାର ଅନୁଭୂତି ଦେଇ ମାଆଙ୍କ ନିକଟକୁ ପତ୍ର ଲେଖିବେ ନହେଲେ ବଣଭୋଜି ଆୟୋଜନ ନିମନ୍ତେ ଗୋଟେ ଦରଖାସ୍ତ ଲେଖିବେ କାହା ପାଖକୁ ପ୍ରଧାନ ଶିକ୍ଷକ ନିକଟକୁ ଦରଖାସ୍ତ ଲେଖିବେ ବୁଝିପାରିଲେ। ଏଠି ସାଙ୍ଗମାନେ ସରିଗଲା ସେଠି ଆପଣମାନଙ୍କର ଆକୁ ଆପଣମାନେ ଭଲ ଭାବରେ କ'ଣ କରିବେ ପ୍ରାକ୍ଟିସ୍ କରିଦେବେ। ଏଇଟା ଥିଲା ଅଷ୍ଟମ ଶ୍ରେଣୀ ପିଲାମାନଙ୍କ ପାଇଁ। ଆଉ ଜଲ୍ଦି ଆପଣମାନଙ୍କୁ କ'ଣ କରିବାକୁ ପଡ଼ିବ ପ୍ରାକ୍ଟିସ୍ କରିବାକୁ ପଡ଼ିବ। ଏବଂ ଭିଡ଼ିଓଟିକୁ ସମସ୍ତେ ଲାଇକ୍ କରିବେ ସେୟାର କରିବେ ଏବଂ ସବସ୍କ୍ରାଇବ୍ କରିବେ। ଭିଡ଼ିଓଟି କେମିତି ଲାଗିଲା ଆପଣମାନେ କମେଣ୍ଟ ବକ୍ସରେ କମେଣ୍ଟ କରିବେ। ଏଇଟା ଆପଣମାନଙ୍କର ଏକ୍ଜାମ୍ ପାଇଁ ଇମ୍ପୋର୍ଟାଣ୍ଟ ଅଟେ ସେଥିପାଇଁ ଏହାକୁ ଜଲ୍ଦି ପ୍ରାକ୍ଟିସ୍ କରିବା ହେଉଛି। ଥ୍ୟାଙ୍କ ୟୁ।